विष्णु शक्ति परा प्रक्ता क्षेत्र ज्ञानाख्यो तथा परा अविद्य कर्म संज्ञानां तृतीय शक्तिर्लक्ष्यते। ଭଗବାନଙ୍କର ଅନନ୍ତ ଶକ୍ତି ଅଛି ଏବଂ ବିଭିନ୍ନ ପ୍ରକାର ଶକ୍ତି ଅଛି ଯାହାକୁ ଆମ୍ଭେମାନେ ଚିନ୍ତା କରିପାରିବା ନାହିଁ। ତାହା ଆମ୍ଭମାନଙ୍କର ଚିନ୍ତା ଶକ୍ତିର ବହିର୍ଭୂତ। ଅବଶ୍ୟ ଖୁବ୍ ପ୍ରସିଦ୍ଧ ପଣ୍ଡିତ ମୁନି ଋଷିଗଣ କିମ୍ବା ମୁକ୍ତ ମହାଜନଗଣ ଭଗବାନଙ୍କର ସେ ଶକ୍ତି ସମୂହ ସମ୍ବନ୍ଧରେ ଅଧ୍ୟୟନ କରି ସେମାନଙ୍କୁ ତିନି ଭାଗରେ ବିଭକ୍ତ କରିଦେଇଛନ୍ତି। ସମସ୍ତ ଶକ୍ତି ହେଉଛି ବିଷ୍ଣୁ ଶକ୍ତି, ଅର୍ଥାତ୍ ସେମାନେ ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଶକ୍ତି ଅଟନ୍ତି। ସେ ଶକ୍ତି ହେଉଛି ପରାଶକ୍ତି ଅର୍ଥାତ୍ ଦିବ୍ୟ ଶକ୍ତି ବା ଉଚ୍ଚତର ଶକ୍ତି। ଜୀବଗଣ ମଧ୍ୟ ଭଗବାନଙ୍କର ଉଚ୍ଚତର ଶକ୍ତିର ଅନ୍ତର୍ଗତ ଅଟନ୍ତି। ଏକଥା ପୂର୍ବରୁ ମଧ୍ୟ କୁହାଯାଇଛି। ଅନ୍ୟ ଶକ୍ତିଗୁଡ଼ିକ ଅର୍ଥାତ୍ ଭୌତିକ ଶକ୍ତି ତମଗୁଣ ପ୍ରଧାନ ଅଟେ। ମୃତ୍ୟୁ ସମୟରେ ଆମ୍ଭେମାନେ ଏ ଭୌତିକ ନିଚତର ଶକ୍ତିରେ ରହିପାରିବା କିମ୍ବା ଚିତ୍ ଜଗତର ଉଚ୍ଚତର ଶକ୍ତିକୁ ସ୍ଥାନାନ୍ତରିତ ହୋଇପାରିବା। ଆଜିର ବିଷୟବସ୍ତୁ ଆମର ଏହିସବୁ କଥା ଉପରେ। ଶ୍ରୋତାବନ୍ଧୁ, ଆଜି ଆମେ ଭଗବଦ୍ଗୀତାର ସେକେଣ୍ଡ ଚାପ୍ଟର 52 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। ଯଦା ତେ ମହ କଲିକଂ ବୁଦ୍ଧି ବେଦତୀତ ରିଷ୍ୟତି ତଦା ଗନ୍ତାସି ନିର୍ବେଦଂ ଶତବଶ୍ୟ ସୁତସ୍ୟ ଚ। ଭଗବାନ କହୁଛନ୍ତି, ଯେତେବେଳେ ତୁମର ବୁଦ୍ଧି ମାୟା ମହରୂପୀ ଘନ ଜଙ୍ଗଲକୁ ପାର ହୋଇଯିବ, ସେତେବେଳେ ତୁମେ ଯାହା ଶୁଣୁଛ ଏବଂ ଯାହା ଶୁଣିବାକୁ ହେବ ଏସବୁ ପ୍ରତି ଉଦାସୀନ ହୋଇଯିବ। ଶ୍ରୋତାଗଣ, ଭଗବାନଙ୍କ ଭକ୍ତମାନଙ୍କ ଜୀବନରୁ ଅନେକ ସୁନ୍ଦର କାହାଣୀ ଦେଖିବାକୁ ମିଳେ। କେବଳ ଭଗବତ ସେବାରେ ନିଯୁକ୍ତ ହୋଇ ସେମାନେ କିପରି ଦୈବିକ କର୍ମକାଣ୍ଡ ପ୍ରତି ଉଦାସୀନ ହୋଇ ପଡ଼ିଥିଲେ, ତାହା ସେମାନଙ୍କର ଜୀବନୀରୁ ଦେଖିବାକୁ ମିଳେ। ଯେତେବେଳେ ବ୍ୟକ୍ତି କୃଷ୍ଣଙ୍କୁ ଏବଂ କୃଷ୍ଣଙ୍କ ସହ ଥିବା ତା'ର ସମ୍ବନ୍ଧକୁ ଭଲ ରକମେ ବୁଝିପାରେ, ସେତେବେଳେ ସେ ଆଉ ଏକ ଅଭିଜ୍ଞ ବ୍ରାହ୍ମଣ ହେଲେ ସୁଦ୍ଧା ସତ୍ୟ ଦୈବିକ କର୍ମକାଣ୍ଡ ପ୍ରତି ଉଦାସୀନ ହୋଇଯାଏ। ଶ୍ରୀଳ ମାଧବେନ୍ଦ୍ର ପୁରୀ, ଯିଏକି ଭଗବାନଙ୍କର ଏକ ବିଶିଷ୍ଟ ଭକ୍ତ ଏବଂ ଗୁରୁ ପରମ୍ପରାରେ ଆସୁଥିବା ଜଣେ ବିଶିଷ୍ଟ ଆଚାର୍ଯ୍ୟ ଅଟନ୍ତି, ସେ କହିଛନ୍ତି, ସନ୍ଧ୍ୟାବଦନଂ ଭଦ୍ରମସ୍ତୁ ଭବତ ଭ ସ୍ନାନନ୍ତୁଭ୍ୟ ନମ ଭ ଦେବାଃ ପିତରଶ୍ଚ ତର୍ପଣବଦ୍ଧ୍ୟ ନାହଂ କ୍ଷମ କ୍ଷମତାମ୍ ଯତ୍ର କ୍ୱାପି ନିଃସଦ୍ୟ ଯାଦପକ୍ରୁଳବସ୍ୟ କଂସ ଦିଶଃ ସ୍ମାରଂ ସ୍ମାରଂ ମଘ୍ୟ ହରାମି ତଦଳଂ ମନ୍ୟେ କିମନ୍ୟେନ ମେ। ଅର୍ଥାତ୍, ହେ ଭଗବାନ, ମୁଁ ଦୈନିକ 3 ବାର ମୋର ପ୍ରାର୍ଥନାରେ ଆପଣଙ୍କର ଗୌରବ ଗାନ କରୁଛି। ସ୍ନାନ କରି ମୁଁ ଆପଣଙ୍କୁ ପ୍ରଣାମ ଜଣାଏ। ହେ ଦେବବୃନ୍ଦ, ହେ ପିତୃପୁରୁଷଗଣ, ଆପଣମାନଙ୍କୁ ମୁଁ ସମ୍ମାନ ପ୍ରଦର୍ଶନ କରିପାରୁନାହିଁ। ଏହି ଅକ୍ଷମତା ଯୋଗୁଁ ମୋତେ କ୍ଷମା କରନ୍ତୁ। ବର୍ତ୍ତମାନ ମୁଁ ଯେଉଁଠି ବସେ ସେଠାରେ ଯଦୁବଂଶର ସର୍ବଶ୍ରେଷ୍ଠ ପୁରୁଷ କୁଳ ଚନ୍ଦ୍ରମା କୃଷ୍ଣଙ୍କୁ ବା କଂସାରୀ କୃଷ୍ଣଙ୍କୁ ସ୍ମରଣ କରିପାରେ ଏବଂ ତଦ୍ୱାରା ସମସ୍ତ ପ୍ରକାର ପାପ କର୍ମର ବନ୍ଧନରୁ ନିଜକୁ ମୁକ୍ତି କରିପାରେ। ମୁଁ ଭାବୁଛି ଏହା ମୋ ପକ୍ଷରେ ଯଥେଷ୍ଟ। ନବାଗତ ଶିଷ୍ୟ ବା ନୂତନ ବ୍ରହ୍ମଚାରୀ ପକ୍ଷରେ ଦୈବିକ ବ୍ରତବିଧି ବିଧାନ ଅବଶ୍ୟ ଆଚରଣୀୟ ଅଟେ। ବିଧି ବିଧାନଗୁଡ଼ିକ ସେ ଆଚରଣ କରିବା ଉଚିତ। ତ୍ରିସନ୍ଧ୍ୟା ପ୍ରାର୍ଥନା କରିବା, ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା, ପିତୃପୁରୁଷଙ୍କୁ ସମ୍ମାନ କରିବା ଆଦି ଦୈବିକ ବିଧିବିଧାନମାନ ସେ ପାଳନ କରିବା ଉଚିତ। କିନ୍ତୁ ଯେତେବେଳେ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାରେ ରହେ ଏବଂ ଭଗବାନଙ୍କ ଦିବ୍ୟ ସେବାରେ ଆତ୍ମନିୟୋଗ କରେ, ସେତେବେଳେ ସେ ସମସ୍ତ ବିଧିବିଧାନ ପ୍ରତି ଉଦାସୀନ ହୋଇପଡ଼େ, କାରଣ ସେ ସର୍ବସିଦ୍ଧି ପ୍ରାପ୍ତି କରିସାରିଛି। ଯଦି ବ୍ୟକ୍ତି ପରମେଶ୍ୱର କୃଷ୍ଣଙ୍କର ସେବା କରି ଜ୍ଞାନ ସ୍ତରକୁ ଅର୍ଥାତ୍ କୃଷ୍ଣକୁ ଜାଣିବା ସ୍ତରକୁ ଉନ୍ନୀତ ହୁଏ, ତାହେଲେ ତା ପକ୍ଷରେ ଆଉ ଶାସ୍ତ୍ରରେ ଦିଆଯାଇଥିବା ବିଭିନ୍ନ ପ୍ରକାର ତପସ୍ୟା ଓ ଯଜ୍ଞାନୁଷ୍ଠାନ ଆଦି ଆଚରଣ କରିବା ଦରକାର ପଡ଼େ ନାହିଁ। ଏବଂ ଠିକ୍ ସେହିପରି ଯଦି କୌଣସି ବ୍ୟକ୍ତି ବେଦର ପ୍ରକୃତ ଉଦ୍ଦେଶ୍ୟ କ'ଣ ଜାଣିନାହିଁ, ଅର୍ଥାତ୍ ବେଦର ପ୍ରକୃତ ଉଦ୍ଦେଶ୍ୟ କୃଷ୍ଣକୁ ଜାଣିବା, ଏକଥା ସେ ଜାଣିନାହିଁ ଏବଂ କେବଳ ଦୈବିକ ବ୍ରତ ବିଧାନ ଅନୁସରଣ କରିଚାଲିଛି, ତେବେ ସେ ଏତଦ୍ୱାରା ଅଯଥା ସମୟ ନଷ୍ଟ କରୁଛି ବୋଲି ବୁଝିବାକୁ ହେବ। ଯେଉଁମାନେ କୃଷ୍ଣ ଚେତନାରେ ଅଛନ୍ତି, ସେମାନେ ଶବ୍ଦ ବ୍ରହ୍ମ ସ୍ତର ବା ବେଦ ଉପନିଷଦର ସ୍ତରକୁ ଅତିକ୍ରମ କରିସାରିଛନ୍ତି। ସ୍ମୃତି ବିପ୍ରତିପନ୍ନା ତେ ଯଦା ଶାଶ୍ୱତୀ ନିଶ୍ଚଳା ସମାଧାବଚଳା ବୁଦ୍ଧିସ୍ତବା ଯୋଗ ମବାସ୍ପଶ୍ୟସି। ଯେତେବେଳେ ତମର ମନ ବେଦର ପୁଷ୍ପିତା ବାଣୀରେ ଅର୍ଥାତ୍ ବେଦର କର୍ମକାଣ୍ଡ ବିଭାଗରେ ବର୍ଣ୍ଣିତ ସକାମ କର୍ମରେ ବିଚଳିତ ହେବ ନାହିଁ ଏବଂ ଯେତେବେଳେ ଏହା ସମାଧିରେ ସ୍ଥିର ରହିବ ବା ଆତ୍ମାନୁଭୂତି ଲାଭ ଦିଗରେ ସ୍ଥିର ରହିବ, ସେତେବେଳେ ତୁମେ ଦିବ୍ୟ ଚେତନା ଲାଭ କରିବ। ବ୍ୟକ୍ତି ସମାଧିରେ ଅଛି କହିବାର ଅର୍ଥ ସେ ପୂର୍ଣ୍ଣ ଭାବେ କୃଷ୍ଣ ଚେତନା ଲାଭ କରିଛି, ଅର୍ଥାତ୍ ସେ ପୂର୍ଣ୍ଣ ସମାଧିରେ ଅଛି। ସେ ବ୍ରହ୍ମ, ପରମାତ୍ମା ଓ ଭଗବାନ ଅନୁଭୂତି ଲାଭ କରିଛି। ଆତ୍ମାନୁଭୂତିର ସର୍ବୋଚ୍ଚ ସିଦ୍ଧପନ୍ଥା ହେଲା ନିଜର ସ୍ୱରୂପ ସ୍ଥିତିକୁ ବୁଝିବା
ଅର୍ଥାତ୍ ବ୍ୟକ୍ତି ଶାଶ୍ୱତ ଭାବେ କୃଷ୍ଣଙ୍କର ସେବକ ଏବଂ ତାର ଏକମାତ୍ର କର୍ତ୍ତବ୍ୟ ହେଉଛି କୃଷ୍ଣ ଚେତନାରେ କାମ କରିବା, ଏକଥା ସେ ବୁଝିପାରିବା ଦରକାର ଅଟେ। ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ବା କୃଷ୍ଣଙ୍କର ଜଣେ ଏକାନ୍ତ ଭକ୍ତ କେବେ ହେଲେ ବେଦର ପୁଷ୍ପିତା ବାଣୀରେ ଅର୍ଥାତ୍ ବେଦର କର୍ମକାଣ୍ଡ ବିଭାଗରେ ବର୍ଣ୍ଣିତ ସକାମ କର୍ମରେ ବିଚଳିତ ହେବ ନାହିଁ। କୃଷ୍ଣ ଚେତନାର ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କୃଷ୍ଣଙ୍କ ସହ ସଂଯୋଗ ସ୍ଥାପନ କରେ ଏବଂ ଏହିପରି ଭାବରେ କୃଷ୍ଣଙ୍କର ସମଗ୍ର ନିର୍ଦ୍ଦେଶ ସେ ଦିବ୍ୟ ଚେତନାରେ ରହି ବୁଝିପାରେ। ଏ ପ୍ରକାର କର୍ମରେ ନିଯୁକ୍ତି ହେଲେ ବ୍ୟକ୍ତି ନିଶ୍ଚୟ ସୁଫଳ ଏବଂ ସିଦ୍ଧାନ୍ତ ଲାଭ କରିପାରିବ। ଏଥିପାଇଁ କେବଳ ବ୍ୟକ୍ତିକୁ କୃଷ୍ଣଙ୍କ ଆଦେଶ ବା ତାଙ୍କର ପ୍ରତିନିଧିତ୍ୱ ଗୁରୁ ତାଙ୍କ ଆଦେଶ ମାନିବାକୁ ପଡ଼ିବ। ଅର୍ଜୁନ ବାଚ ସ୍ଥିତ ପ୍ରଜ୍ଞସ୍ୟ କା ଭାଷା ସମାଧିସ୍ତସ୍ୟ କେଶବ ସ୍ଥିତ ଦିହି କିଂ ପ୍ରଭାସେତ କିମାସିତ ବ୍ରଜେତ୍ କିଂ। ଅର୍ଜୁନ କହିଲେ ଯେ ଦିବ୍ୟ ଚେତନାରେ ବା ପରମେଶ୍ୱରଙ୍କର ଚେତନାରେ ମଜି ଅଛି ତାଙ୍କର ଲକ୍ଷଣ କ'ଣ, ସେ କିପରି କଥା କୁହନ୍ତି ଏବଂ ତାଙ୍କର ଭାଷା କ'ଣ, ସେ କିପରି ବସନ୍ତି ଏବଂ କିପରି ଚାଲନ୍ତି। ଏହି କଥା ଅର୍ଜୁନ ଭଗବାନଙ୍କୁ ପଚାରୁଛନ୍ତି। ପ୍ରତ୍ୟେକ ବ୍ୟକ୍ତିର ସ୍ଥିତି ଅନୁଯାୟୀ ତା'ର ଲକ୍ଷଣ ଅଛି। ଠିକ୍ ସେହିପରି ଯେ କୃଷ୍ଣ ଚେତନାଶୀଳ ତାର ବି ଏକ ପ୍ରକାର ଲକ୍ଷଣ ଅଛି। ତାଙ୍କର କହିବା, ଚାଲିବା, ବୁଲିବା, ଚିନ୍ତା କରିବା ଆଦିର ଲକ୍ଷଣ ଅଛି। ଯେପରି ଧନୀ ଲୋକର ଏକ ପ୍ରକାର ଲକ୍ଷଣ ଅଛି ଯେଉଁଥିରୁ ସେ ଧନୀ ଲୋକ ବୋଲି ଜଣାପଡ଼େ, କିମ୍ବା ଯେପରି ଧନୀ ଲୋକର କେତେକ ଲକ୍ଷଣ ଅଛି ସେହିପରି ଯେ ଦିବ୍ୟ ଚେତନାରେ ବା କୃଷ୍ଣ ଚେତନାରେ ଅଛି ତାଙ୍କର ସେହିପରି କିଛି ଲକ୍ଷଣ ଅଛି। ତାଙ୍କର ଚାଲିଚଳନ ବ୍ୟବହାର ଆଦିର ସ୍ୱତନ୍ତ୍ର ଲକ୍ଷଣମାନ ଅଛି। ଭଗବଦ୍ଗୀତାରୁ ତାଙ୍କର ଲକ୍ଷଣ ସମ୍ବନ୍ଧରେ ଜଣାଯାଏ। ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଲା କୃଷ୍ଣ ଚେତନା ବ୍ୟକ୍ତି କିପରି କଥା କୁହେ, କାରଣ ଲୋକର ପ୍ରଧାନ ଗୁଣ ବା ଲକ୍ଷଣ ହେଲା ତାର କଥା। କଥିତ ଅଛି, କଥା କହିନଥିବା ପର୍ଯ୍ୟନ୍ତ ତୁମେ ମୂର୍ଖକୁ ମୂର୍ଖ ବୋଲି ଜାଣିପାରିବ ନାହିଁ। ବାସ୍ତବରେ ସେ ଯେପର୍ଯ୍ୟନ୍ତ କଥା ନ କହିଛି ସେ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ପୋଷାକ ପିନ୍ଧିଥିବା ଏକ ମୂର୍ଖକୁ ତୁମେ ମୂର୍ଖ ବୋଲି କେବେ ବି ଜାଣିପାରିବ ନାହିଁ। କିନ୍ତୁ ସେ କଥା ହେଲା କ୍ଷଣି ଜଣାପଡ଼େ ଯେ ସେ ଗୋଟିଏ ମୂର୍ଖ। କୃଷ୍ଣ ଚେତନାଶୀଳ ବ୍ୟକ୍ତିର ପ୍ରଧାନ ଲକ୍ଷଣ ହେଲା ସେ କେବଳ କୃଷ୍ଣ କଥା ହିଁ କହନ୍ତି ଏବଂ କୃଷ୍ଣଙ୍କ ସମ୍ବନ୍ଧୀୟ କଥା ହିଁ କହନ୍ତି। ଅନ୍ୟ ଲକ୍ଷଣଗୁଡ଼ିକ ସ୍ୱତଃ ପରିକୃଷ୍ଟ ହୁଏ। ଏସବୁ ବିଷୟରେ ନିମ୍ନରେ ବର୍ଣ୍ଣନା କରାଯାଇଅଛି। ଶ୍ରୀ ଭଗବାନ ବାଚ ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାଥ ମନୋଗତାନ୍ ଆତ୍ମନ୍ୟେ ବାନ୍ ମନଃ ତୁଷ୍ଟଃ ସ୍ଥିତ ପ୍ରଜ୍ଞସ୍ତ ଦଚ୍ୟତେ। ଶ୍ରୀ ଭଗବାନ କହିଲେ, ହେ ପାର୍ଥ, ଯେତେବେଳେ ବ୍ୟକ୍ତି ମାନସିକ କଳ୍ପନାରୁ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ ଲାଳସା ତ୍ୟାଗ କରେ ଏବଂ ଯେତେବେଳେ ତାର ମନ ଆତ୍ମସ୍ଥିତିରେ ଆନନ୍ଦ ଲାଭ କରେ ସେତେବେଳେ ତାର ଆତ୍ମା ଶୁଦ୍ଧ ଦିବ୍ୟ ଚେତନାରେ ଅଛି ବୋଲି ବୁଝିବାକୁ ହୁଏ। ଶ୍ରୋତାବନ୍ଧୁ, ଭାଗବତରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛି ଅର୍ଥାତ୍ ଶୁଦ୍ଧ ଭାବରେ କୃଷ୍ଣ ଚେତନାରେ ରତ ହୋଇଛି ସେ ସାଧୁମାନଙ୍କ ସମସ୍ତ ଗୁଣ ଲାଭ କରିଛି। କିନ୍ତୁ ଯେଉଁ ବ୍ୟକ୍ତି ଏ ପ୍ରକାର ଦିବ୍ୟ ଚେତନାରେ ନାହିଁ ତାର କୌଣସି ସଦ୍ଗୁଣ ନାହିଁ, କାରଣ ଏକଥା ନିଶ୍ଚିତ ଯେ ସେ ନିଜ ମାନସିକ କଳ୍ପନା ବିଳାସରେ ଭାସୁଛି। ସେଇଥିଯୋଗୁଁ ଏଠାରେ ପରିଷ୍କାର ଭାବରେ କୁହାଯାଇଛି ଯେ ବ୍ୟକ୍ତିକୁ ମାନସିକ କଳ୍ପନା ସମେତ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ ଲାଳସା ତ୍ୟାଗ କରିବାକୁ ହେବ। କୃତ୍ରିମ ଉପାୟରେ ଇନ୍ଦ୍ରିୟ ଭୋଗ ଲାଳସା ବନ୍ଦ କରାଯାଇ ନପାରେ, କିନ୍ତୁ ବ୍ୟକ୍ତି ଯଦି କୃଷ୍ଣ ସେବାରତ ହୋଇଥାଏ ତାହେଲେ ବିନା ଚେଷ୍ଟାରେ ସମସ୍ତ ପ୍ରକାର ଇନ୍ଦ୍ରିୟ ଭୋଗ ଲାଳସା ସ୍ୱତଃ ବନ୍ଦ ହୋଇଯାଏ। ଭଗବାନଙ୍କ ସେବାରେ ରହିଲେ ସବୁକିଛି ଆପେ ଆପେ ସିଧା ହୋଇଯାଏ। ସବୁ ବଦଗୁଣ, ସବୁ ଖରାପ ଗୁଣ ମଣିଷର ଲୁପ୍ତ ହୋଇଯାଏ। ତେଣୁ ବ୍ୟକ୍ତି ବିନା ଦ୍ୱନ୍ଦ୍ୱରେ କୃଷ୍ଣ ସେବାରେ ରତ ହେବା ଉଚିତ, କାରଣ ଭକ୍ତିଯୋଗ ବ୍ୟକ୍ତିକୁ ଦିବ୍ୟ ଚେତନା ସ୍ତର ଲାଭ କରିବାରେ ସାଙ୍ଗେ ସାଙ୍ଗେ ସାହାଯ୍ୟ କରେ। ଯେ ମହାତ୍ମା ସେ ଏକଥା ଭଲ ରକମେ ଅନୁଭବ କରିପାରନ୍ତି ଯେ ସେ ପରମେଶ୍ୱରଙ୍କର ନିତ୍ୟ ଦାସ ଅଟନ୍ତି। ସେ ଭଗବାନଙ୍କର ଜଣେ ସେବକ ଏବଂ ସେ ସେବକ ଏବଂ ଭଗବାନ ହେଲେ ପ୍ରଭୁ। ତେଣୁ ତାର କର୍ତ୍ତବ୍ୟ ସବୁବେଳେ ତାର ପ୍ରଭୁକୁ ଖୁସି କରିବା। ଯେମିତି ଆମ ଚାକିରିରେ ଆମ ମାଲିକକୁ ଖୁସି କରିବା ପାଇଁ ପଡ଼େ, ଠିକ୍ ସେହିପରି ଭଗବାନ ଆମର ପ୍ରଭୁ। ଆମର କର୍ତ୍ତବ୍ୟ ଆମର ପ୍ରଭୁଙ୍କୁ ଆମେ ଖୁସି କରିବା, ତାହେଲେ ଆମର ପ୍ରଭୁଙ୍କ କୃପା ଆମ ଉପରେ ସବୁବେଳେ ଲାଗି ରହିବ। ଦିବ୍ୟ ଶରୀରରେ ଅବସ୍ଥାନ କରୁଥିବା ଏ ପ୍ରକାର ମହାତ୍ମାଙ୍କର କ୍ଷୁଦ୍ର ଭୌତିକ କାମନା ସମ୍ଭୂତ ଇନ୍ଦ୍ରିୟ ସୁଖଭୋଗ ଲାଳସା ନଥାଏ, ବରଂ ସେ ତାଙ୍କର ସ୍ୱରୂପ ସ୍ଥିତିରେ ଅବସ୍ଥାନ କରି ଖୁବ୍ ଶାଶ୍ୱତ ଭାବେ ଭଗବାନଙ୍କର ସେବାରତ ହୋଇ ବରାବର ଆନନ୍ଦ ଅନୁଭବ କରନ୍ତି। ଦୁଃଖେଷୁ ନୁଦ୍ବିଗ୍ନ ମନାଃ ସୁଖେଷୁ ବିଗତ ସ୍ପୃହା ବିତରାଗ ଭୟ କ୍ରୋଧାଃ ସ୍ଥିତଧି ମୁନି ରୁଚ୍ୟତେ। ତ୍ରିତାପ ସତ୍ତ୍ୱେ ବା ଦୁଃଖ ସତ୍ତ୍ୱେ ଯେ ବିଚଳିତ ହୁଏ ନାହିଁ, ସୁଖରେ ଯେ ଆନନ୍ଦିତ ବିଭୋର ହୁଏ ନାହିଁ ଏବଂ ଯେ ଆସକ୍ତି, ରାଗ, ଭୟ ଏବଂ କ୍ରୋଧରୁ ମୁକ୍ତ ତାକୁ ସ୍ଥିତଧି ମୁନି ବୋଲି କୁହାଯାଏ। ଶ୍ରୋତାବନ୍ଧୁ, ଏହି ଶ୍ଲୋକରୁ ଆମେ ଜାଣିବା ପାଇଁ ପାଇବା
ମୁନି କାହାକୁ କୁହାଯାଏ? ମାନସିକ କଳ୍ପନା ବିଳାସରେ ମାତି ହୋଇ ଯେ ମନକୁ ବିଭିନ୍ନ ଦିଗରେ ଉଦ୍ବିଗ୍ନ କରିପାରନ୍ତି କିନ୍ତୁ କୌଣସି ପ୍ରକାର ସିଦ୍ଧାନ୍ତକୁ ଆସିପାରନ୍ତି ନାହିଁ, ତାକୁ ମୁନି କୁହାଯାଏ। କଥିତ ଅଛି ଯେ ପ୍ରତ୍ୟେକ ମୁନିଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ବା ବିଚାର ଅଛି। ଯଦି ଗୋଟିଏ ମୁନି ଅନ୍ୟ ମୁନିଙ୍କର ବିଚାରଧାରାକୁ ସ୍ୱତନ୍ତ୍ର ବିଚାରଧାରା ଭାବରେ ଗ୍ରହଣ ନ କରେ, ତାହେଲେ ତାଙ୍କୁ ମୁନି କୁହାଯିବ ନାହିଁ। ଏଠାରେ କୁହାଯାଇଛି ଯେ ଜଣେ ମନକୁ ମନ ଇଚ୍ଛା ମୁନି ହୋଇପାରିବ ନାହିଁ। ତାଙ୍କର ସିଦ୍ଧାନ୍ତ ଅନ୍ୟ ଗୋଟିଏ ମୁନି ମାନିନେବା ଦରକାର, ତାହେଲେ ଯାଇ ତାକୁ ମୁନିର ସମ୍ମାନ ଦିଆଯିବ। ନାସା ବୃତ୍ତିର ଯସ୍ୟ ମତଂ ଭିନ୍ନମ୍। କିନ୍ତୁ ଏଠାରେ ଭଗବାନ ଯେଉଁ ସ୍ଥିର ଧୀର ମୁନିଙ୍କ କଥା କହିଛନ୍ତି, ସେ ସାଧାରଣ ମୁନିଙ୍କଠାରୁ ଭିନ୍ନ ଅଟନ୍ତି। ସ୍ଥିତଧୀ ମୁନି ସର୍ବଦା ଭଗବାନଙ୍କର କୃଷ୍ଣ ଚେତନାରେ ଥାନ୍ତି, କାରଣ ସେ ସମସ୍ତ ପ୍ରକାର କଳ୍ପନା ବିଳାସରୁ ମୁକ୍ତ ହୋଇଯାଇଥାନ୍ତି। ସେ ପ୍ରଶାନ୍ତ ନିଶେଷ ମନୋରଥାନ୍ତର ନାମରେ ଜଣାଯାନ୍ତି। ସେ ମାନସିକ କଳ୍ପନା ବିଳାସର ସ୍ତରକୁ ଅତିକ୍ରମ କରିଯାଇଥାନ୍ତି ଏବଂ ଏହି ସିଦ୍ଧାନ୍ତକୁ ଆସି ଯାଇଥାନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ବା ବାସୁଦେବ ହେଉଛନ୍ତି ସବୁକିଛି। ବାସୁଦେବ ସର୍ବମିତି ସ ମହାତ୍ମା ସୁଦୁର୍ଲଭ। ତେଣୁ ତାଙ୍କୁ ସ୍ଥିତଗ୍ନି ମୁନି କୁହାଯାଏ। ଶ୍ରୋତାବନ୍ଧୁ, ଭଗବଦ୍ଗୀତାର ବାଣୀ ସୁନ୍ଦର ଭାବରେ ଭଗବାନ କୃଷ୍ଣ ଅର୍ଜୁନଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି, ଯେଉଁ ବାଣୀକି ଜୀବନର ସବୁ ମୂଲ୍ୟ ଦେଇପାରିବ। ଦୁଃଖରୁ କଷ୍ଟରୁ ନିଜକୁ ବଞ୍ଚାଇବା ପାଇଁ ଭଗବଦ୍ଗୀତାର ବାଣୀ ଶୁଣିବା ନିହାତି ଦରକାର ଅଟେ। ଭଗବାନ କହୁଛନ୍ତି, ଏ ପ୍ରକାର କୃଷ୍ଣ ଚେତନାଶୀଳ ବ୍ୟକ୍ତି କେବେ ହେଲେ ତ୍ରିତାପରେ ବିଚଳିତ ହୁଅନ୍ତି ନାହିଁ, କାରଣ ସେ ସମସ୍ତ ଦୁଃଖକୁ ଭଗବାନଙ୍କ କୃପା ବୋଲି ଭାବନ୍ତି। ସେ ଭାବନ୍ତି ଯେ ତାଙ୍କର ଗତ ଜୀବନର ପାପକର୍ମ ଯୋଗୁଁ ସେ ଅଧିକ ଦୁଃଖ ଭୋଗ କରିବା ଦରକାର ଏବଂ ସେ ଦେଖନ୍ତି ଯେ ଭଗବାନଙ୍କର ଅତ୍ୟଧିକ କୃପା ହେତୁ ତାଙ୍କର ଦୁଃଖ ସବୁ ଲାଘବ ହୋଇଯାଉଛି। ସେ ଦୁଃଖରୁ ମୁକ୍ତ ହେଉଛନ୍ତି। ଠିକ୍ ସେହିପରି ସେ ଯେତେବେଳେ ସୁଖ ପାଆନ୍ତି, ସେତେବେଳେ ସେ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତି, କାରଣ ସେ ସୁଖ ଭୋଗ ନିମିତ୍ତ ଅଯୋଗ୍ୟ ବୋଲି ନିଜକୁ ଭାବନ୍ତି। ସେ କେବେ ହେଲେ ସୁଖରେ ବେଶୀ ଆନନ୍ଦ ହୁଅନ୍ତି ନାହିଁ, ନା ଦୁଃଖରେ ଭାଙ୍ଗି ପଡ଼ନ୍ତି, ନା ଖୁସିରେ ବେଶୀ ଆନନ୍ଦ ହୁଅନ୍ତି। ତାଙ୍କୁ ଯାହା କିଛି ମିଳେ ସେଥିରେ ସେ ଖୁସି ହୁଅନ୍ତି। ସେ ଭାବନ୍ତି ଯେ କେବଳ ଭଗବାନଙ୍କର କୃପା ହେତୁ ଏ ସମସ୍ତ ପ୍ରକାର ସେବା ତାଙ୍କୁ ମିଳୁଛି। ସୁନ୍ଦର ଆରାମଦାୟକ ଅବସ୍ଥା ତାଙ୍କୁ ପ୍ରାପ୍ତ ହୋଇଛି। ଭଗବାନଙ୍କ ସେବା ନିମିତ୍ତ ସେ ସର୍ବଦା ନିର୍ଭୟ ଓ କର୍ମଠ ଏବଂ ଏଥି ନିମିତ୍ତ ସେ କେବେ ହେଲେ ରାଗ ଦେଶର ଦଶବର୍ତ୍ତୀ ହୁଅନ୍ତି ନାହିଁ। ନିଜର ଇନ୍ଦ୍ରିୟ ସୁଖ ପାଇଁ ବିଷୟବସ୍ତୁକୁ ଗ୍ରହଣ କରିବାକୁ ଆସକ୍ତି କୁହାଯାଏ ଏବଂ ଏହାର ଇନ୍ଦ୍ରିୟ ସୁଖଭୋଗ କାମନାକୁ ଆସକ୍ତିରୁ ଦୂରେଇ ଯିବାକୁ ଅନାସକ୍ତ ଭାବ ବୋଲି କୁହାଯାଏ। ଯେଉଁ ସୁଖ ପାଇଁ ଆମେ ଲାଳସା ରଖୁ ତାକୁ ଇନ୍ଦ୍ରିୟ ସୁଖ ବୋଲି କୁହାଯାଏ ବା ଆଶା ବା ଆସକ୍ତି ବୋଲି କୁହାଯାଏ। ସେହି ସୁଖକୁ ଯେତେବେଳେ ଆମେ ନିଜ ଇଚ୍ଛାରେ ଦୂରେଇ ଦେଉ ତାକୁ ଅନାସକ୍ତ ବୋଲି କୁହାଯାଏ। କିନ୍ତୁ ଯେ କୃଷ୍ଣ ଚେତନାଶୀଳ, ଯେ ସ୍ଥିର ହୋଇଯାଇଛି, ତାର ଆସକ୍ତ ନାହିଁ କି ଅନାସକ୍ତ ନାହିଁ, କାରଣ ତାଙ୍କ ଜୀବନ କୃଷ୍ଣ ସେବାରେ ଉତ୍ସର୍ଗୀକୃତ ହୋଇଅଛି। ଫଳତଃ ସେ ଯେତେବେଳେ ତାଙ୍କ ଚେଷ୍ଟାରେ ବ୍ୟର୍ଥ ହୁଅନ୍ତି, ସେତେବେଳେ ମଧ୍ୟ ସେ କ୍ରୋଧିତ ହୁଅନ୍ତି ନାହିଁ। କୃଷ୍ଣ ଚେତନାଶୀଳ ବ୍ୟକ୍ତି ସର୍ବଦା ତାଙ୍କ ଲକ୍ଷ୍ୟସ୍ଥଳରେ ସ୍ଥିର ଥାନ୍ତି ଏବଂ ଭଗବାନଙ୍କ ଉପରେ ସମର୍ପଣର ଭାବ ରଖି ଭଗବାନଙ୍କର ବିଶ୍ୱାସ ରଖନ୍ତି। ୟ ସର୍ବତ୍ର ନଭି ସ୍ନେହ ତତତ୍ତ ପ୍ରାପ୍ୟ ଶୁଭାଶୁଭମ୍ ନାଭିନନ୍ଦତି ନଦଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠାତା। ଯେ ଆସକ୍ତି ରହିତ, ଯେ ଶୁଭ ପ୍ରାପ୍ତିରେ ଆନନ୍ଦିତ ହୁଏ ନାହିଁ କି ଅଶୁଭ ପ୍ରାପ୍ତିରେ ଦୁଃଖିତ ହୁଏ ନାହିଁ, ସେ ଉପଯୁକ୍ତ ଜ୍ଞାନ ହାସଲ କରିଛି ଓ ତହିଁରେ ସ୍ଥିର ଅଛି ବୋଲି ବୁଝିବାକୁ ହେବ। ଭଗବାନ ଏଠାରେ ଜଣେ ଜ୍ଞାନୀର ଜ୍ଞାନ ବିଷୟରେ ପ୍ରକାଶ କରୁଛନ୍ତି। ଜଣେ ଜ୍ଞାନୀ କେମିତି ହେବା ଦରକାର? ଭୌତିକ ଜଗତରେ ସର୍ବଦା କିଛି ନା କିଛି ଗୋଳମାଳ ଅଛି। ଆମ୍ଭେମାନେ ଦେଖିବା କେତେବେଳେ କିଛି ଭଲ ହେଉଛି ତ ଆଉ କେତେବେଳେ କିଛି ମନ୍ଦ ହେଉଛି। ଯେ ପ୍ରକାର ଭୌତିକ ଗୋଳମାଳ ବା ଭଲ ମନ୍ଦରେ ବିବ୍ରତ ହୁଏ ନାହିଁ, ସେ କୃଷ୍ଣ ଚେତନାରେ ସ୍ଥିର ଅଛି ବୋଲି ବୁଝିବାକୁ ହେବ। ବ୍ୟକ୍ତି ଯେ ପର୍ଯ୍ୟନ୍ତ ଭୌତିକ ଜଗତରେ ଅଛି ସେ ପର୍ଯ୍ୟନ୍ତ ସେ ନିଶ୍ଚୟ କିଛି ନା କିଛି ଭଲ ମନ୍ଦ ଭୋଗ କରିବ, କାରଣ ଏ ଭୌତିକ ଜଗତ ଦ୍ୱନ୍ଦ୍ୱ ଭାବରେ ପରିପୂର୍ଣ୍ଣ। କିନ୍ତୁ ଯେ କୃଷ୍ଣ ଚେତନାରେ ଅଛି, ଏହି ଭଲ ମନ୍ଦରେ ବ୍ୟତିବ୍ୟସ୍ତ ହୁଏ ନାହିଁ, କାରଣ ସେ କେବଳ ଭଗବାନ କୃଷ୍ଣଙ୍କ ନିମିତ୍ତ ବ୍ୟସ୍ତ ଥାଏ। ଶ୍ରୀକୃଷ୍ଣ ହେଉଛନ୍ତି ସର୍ବମଙ୍ଗଳ ଓ ଅଦ୍ୱୟ ଜ୍ଞାନ। ଯେଉଁ ବ୍ୟକ୍ତି ଏ ପ୍ରକାର କୃଷ୍ଣ ଚେତନାରେ ଥାଏ, ସେ ଠିକ୍ ଦିବ୍ୟ ସ୍ତରରେ ଅବସ୍ଥାନ କରୁଛି ବୋଲି ବୁଝିବାକୁ ହୁଏ। ଏ ପ୍ରକାର ଅବସ୍ଥାକୁ ସମାଧି ଅବସ୍ଥା କୁହାଯାଏ। यदा संहरते चाहं कुर्मं गानिव सर्वशः इंद्रियाणि इंद्रियार्थे व्यस्तस्य प्रज्ञा प्रतिष्ठिता। जेपरी कच्छप तार अंग प्रत्यंग गुड़िक
ନିଜ ଭିତରକୁ ଟାଣି ନେଇପାରେ, ଠିକ୍ ସେହିପରି ଯେଉଁ ବ୍ୟକ୍ତି ଇନ୍ଦ୍ରିୟ ଭୋଗ୍ୟ ବସ୍ତୁରୁ ଇନ୍ଦ୍ରିୟମାନଙ୍କୁ ଟାଣି ନେଇପାରେ ସେ ପ୍ରକୃତ ଜ୍ଞାନରେ ସ୍ଥିର ଅଛି ବୋଲି କୁହାଯାଏ। ଶ୍ରୋତାବନ୍ଧୁ, କିଏ ପ୍ରକୃତ ଯୋଗୀ, ଭକ୍ତ ବା ଆତ୍ମଜ୍ଞାନୀ ତାହା ଜାଣିବାର ପ୍ରଧାନ ଉପାୟ ହେଲା ଇନ୍ଦ୍ରିୟ ସଂଯମ। ଯେ ଇନ୍ଦ୍ରିୟମାନଙ୍କୁ ସଂଯମ କରିପାରିଛି ଅର୍ଥାତ୍ ନିଜ ଇଚ୍ଛା ଅନୁଯାୟୀ ଇନ୍ଦ୍ରିୟମାନଙ୍କୁ ସଂଯତ ଭାବରେ ବ୍ୟବହାର କରିପାରୁଛି ସେ ପ୍ରକୃତରେ ଯୋଗୀ ବା ଭକ୍ତ ବା ଆତ୍ମଜ୍ଞାନୀ ବୋଲି ବୁଝାଯାଏ। ଅଧିକାଂଶ ଲୋକ ଇନ୍ଦ୍ରିୟର ଦାସ ଏବଂ ସେମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ଅର୍ଜୁନଙ୍କର ଏକ ପ୍ରଶ୍ନ ହେଲା, ଯୋଗୀ କିଏ? ଯୋଗୀ କିପରି ରହେ? ଏ ପ୍ରଶ୍ନର ଉତ୍ତର ହେଲା ଏହା ଅର୍ଥାତ୍ ଯୋଗୀ ସଂଯତ ଭାବରେ ନିଜକୁ ଇନ୍ଦ୍ରିୟମାନଙ୍କୁ ବ୍ୟବହାର କରିପାରେ। ସେ ଇନ୍ଦ୍ରିୟର ଦାସ ନୁହେଁ, ବରଂ ସେମାନେ ଯୋଗୀର ନିର୍ଦ୍ଦେଶରେ ପରିଚାଳିତ ହୁଅନ୍ତି। ଇନ୍ଦ୍ରିୟମାନେ ତା କଥା ଶୁଣି କାମ କରନ୍ତି। ଯୋଗୀ ଯେମିତି କହେ ଇନ୍ଦ୍ରିୟମାନେ ତା କଥାରେ ଉଠବସ ହୁଅନ୍ତି। ଏଇଠାରେ ଗୋଟିଏ ଉଦାହରଣଟେ ନେବା। ଆପଣଙ୍କର ଇଚ୍ଛା ହେଉଛି ଖେଳିବାକୁ, କିନ୍ତୁ ଖେଳିବା ଅପେକ୍ଷା ପାଠ ପଢ଼ିବା ବହୁତ ଜରୁରୀ ଅଟେ। ପାଠ ପଢ଼ିବାଟି ବହୁତ ଜରୁରୀ ଥିଲେ ମଧ୍ୟ ଆପଣଙ୍କ ଖୁସି ପାଇଁ ଆପଣଙ୍କୁ ଖେଳିବା ପାଇଁ ଭଲ ଲାଗିବ। ଆପଣ ପାଠପଢ଼ା ବନ୍ଦ କରି ଖେଳିବା ପାଇଁ ଧାଇଁଯିବେ, କାରଣ ଆପଣଙ୍କ ଇନ୍ଦ୍ରିୟ ଆପଣଙ୍କୁ ଖୁସି ଦେବା ପାଇଁ ଚେଷ୍ଟା କରୁଛି। ସେହି ଜାଗାରେ ଯିଏ ମନକୁ ସଂଯତ କରିପାରିଲା ସିଏ ଖେଳିବା ପାଇଁ ଯିବ ନାହିଁ, ମନକୁ ବୁଝାଇ ଦେବ ଏବଂ ପାଠ ପଢ଼ିବା ପାଇଁ ବସିବ। ଏହାକୁ କୁହାଯାଏ ଆତ୍ମସଂଯତ। ଇନ୍ଦ୍ରିୟମାନେ ଆମ କଥାରେ ଚାଲିବେ, ଆମେ ତାଙ୍କ କଥାରେ କେବେ ଚାଲିବୁ ନାହିଁ। ଏଇଟା ଗୋଟିଏ ଯୋଗୀର ମହତ୍ତ୍ୱ ଗୁଣ ଅଟେ। ତା'ର ଆଖି, ନାକ, କାନ, ହାତ ସବୁକିଛି ତା ଇଚ୍ଛାରେ କାମ କରନ୍ତି। ଆମର ଇନ୍ଦ୍ରିୟଗୁଡ଼ିକ ବିଷାକ୍ତ ସର୍ପ ସହ ତୁଳନୀୟ ଅଟନ୍ତି। ସେମାନେ ବିନା ବାଧାରେ ବା ବିନା ଶୃଙ୍ଖଳାରେ ଅସଂଯତ ହୋଇଯାନ୍ତି। ମନ ଇଚ୍ଛା କାମ କରିବା ପାଇଁ ଚେଷ୍ଟା କରନ୍ତି। ସାପୁଆ କେଳା ଯେପରି ବିଷଧର ସର୍ପକୁ ବଶ କରିଥାଏ, ଠିକ୍ ସେହିପରି ଯୋଗୀ ବା ଭକ୍ତ ଏ ଦୁର୍ଦାନ୍ତ ଇନ୍ଦ୍ରିୟମାନଙ୍କୁ ବଶ କରିଥାନ୍ତି। ଯୋଗୀ ବା ଭକ୍ତ ଦୁର୍ଦାନ୍ତ ଇନ୍ଦ୍ରିୟମାନଙ୍କୁ ବଶ କରିବା ନିମିତ୍ତ ଖୁବ୍ ଦୃଢ଼ ହେବା ଉଚିତ। ମନ ଇଚ୍ଛା କାମ କରିବାର ଅନୁମତି ସେ ସେମାନଙ୍କୁ ଦିଏ ନାହିଁ। ପ୍ରାମାଣିକ ଗ୍ରନ୍ଥ ବା ଶାସ୍ତ୍ରମାନଙ୍କରେ ଅନେକ ନିର୍ଦ୍ଦେଶ ଅଛି। ସେଗୁଡ଼ିକ ମଧ୍ୟରୁ କେତେକ ବର୍ଜନୀୟ ଏବଂ ଆଉ କେତେକ କରଣୀୟ ଅଟେ। ଯେ ପର୍ଯ୍ୟନ୍ତ ବ୍ୟକ୍ତି ଏ ନିର୍ଦ୍ଦେଶ ଅର୍ଥାତ୍ କ'ଣ କରିବାକୁ ହେବ ଓ କ'ଣ କରିବାକୁ ନ ହେବ ନ ମାନିଛି ଏବଂ ଇନ୍ଦ୍ରିୟ ସୁଖ ଭୋଗରୁ ନିଜକୁ ଦୂରେଇ ନ ରଖିଛି ସେ ପର୍ଯ୍ୟନ୍ତ କୃଷ୍ଣ ଚେତନାରେ ସ୍ଥିର ହେବା ସମ୍ଭବପର ନୁହେଁ। ଏଠାରେ କଚ୍ଛପର ଉଦାହରଣ ହେଉଛି ପ୍ରକୃଷ୍ଟ ଉଦାହରଣ। କଚ୍ଛପ ଯେକୌଣସି ମୁହୂର୍ତ୍ତରେ ତା'ର ଇନ୍ଦ୍ରିୟମାନଙ୍କୁ ସଂଗ୍ରହଣ କରିପାରେ ଏବଂ ଯେକୌଣସି ମୁହୂର୍ତ୍ତରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ କରିବା ନିମିତ୍ତ ସେଗୁଡ଼ିକ ବ୍ୟବହାର କରିପାରେ। ଠିକ୍ ସେହିପରି କୃଷ୍ଣ ଚେତନାଶୀଳ ବ୍ୟକ୍ତି ତା'ର ଇନ୍ଦ୍ରିୟମାନଙ୍କୁ କୃଷ୍ଣ ସେବା ନିମିତ୍ତ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ ଏବଂ ଅନ୍ୟଥା ସେ ତା'ର ଇନ୍ଦ୍ରିୟମାନଙ୍କୁ ସଂହରଣ କରିପାରେ। ଅର୍ଜୁନ କେବଳ ତା'ର ଇନ୍ଦ୍ରିୟମାନଙ୍କୁ ଆତ୍ମତୃପ୍ତି ପରିବର୍ତ୍ତେ ଭଗବାନଙ୍କ ସେବାରେ ନିୟୋଜିତ କରିବାକୁ ଭଗବାନ ଏଠାରେ ଶିକ୍ଷା ଦେଉଛନ୍ତି। କଚ୍ଛପ ତା'ର ଇନ୍ଦ୍ରିୟମାନଙ୍କୁ ନିଜ ମଧ୍ୟରେ ଲୁଚାଇ ରଖିଥାଏ, କେବଳ ଦରକାର ବେଳେ ବ୍ୟବହାର କରେ। ତେଣୁ କଚ୍ଛପର ଉଦାହରଣ ଦିଆଯାଇ ଇନ୍ଦ୍ରିୟମାନଙ୍କୁ କୃଷ୍ଣ ସେବାରେ ସର୍ବଦା ନିଯୁକ୍ତି ରଖିବା କଥା କୁହାଯିବା ଦ୍ୱାରା ଏକ ପ୍ରକୃଷ୍ଟ ଉଦାହରଣ ଦିଆଯାଇଛି। ଶ୍ରୋତାବନ୍ଧୁ, ଜଣେ ଭାଗ୍ୟବାନ ବ୍ୟକ୍ତି ଭଗବାନଙ୍କ ସେବାରେ ନିଜକୁ ଲଗାଇପାରେ, ଅନ୍ୟଥା ଭଗବାନଙ୍କ ସେବା କରିବା ପାଇଁ ସମସ୍ତଙ୍କୁ ସୁଯୋଗ ମିଳେ ନାହିଁ। ଯଦି ଆପଣଙ୍କୁ କିଛି ସେବା ମିଳୁଛି ଭଗବାନଙ୍କର ସେବା କରିବା ପାଇଁ, ତାହେଲେ ଆପଣ ଖୁସିରେ ଆନନ୍ଦିତ ସେବା କରନ୍ତୁ। ଏଇ ଗୋଟିଏ ରାସ୍ତା ଯାହା ଆପଣଙ୍କର ଦୁଃଖ ଦୁର୍ଦ୍ଦଶା ଦୂର ହେବ। ପୂର୍ବ ଜନ୍ମରେ କରିଥିବା ପାପକର୍ମରୁ ଆପଣଙ୍କର ସବୁ ଫଳ ନାଶ ହେବ। ଭଗବାନଙ୍କୁ ସବୁକିଛି ଅର୍ପଣ କରିଦିଅନ୍ତୁ, ତାଙ୍କ ସେବାରେ ନିଜକୁ ରତ ରଖନ୍ତୁ। ଶ୍ରୋତାବନ୍ଧୁ, ଆଜି ଆମେ ଶ୍ଲୋକ 58 ପର୍ଯ୍ୟନ୍ତ ଆଲୋଚନା କଲୁ। ଆପଣଙ୍କୁ ଯଦି କିଛି ବୁଝିବାରେ କଷ୍ଟ ହୁଏ ତାହେଲେ ମୋତେ କମେଣ୍ଟ କରିପାରନ୍ତି। ଭଗବଦ୍ଗୀତା ଗୋଟିଏ ସାମାନ୍ୟ ଗ୍ରନ୍ଥ ନୁହେଁ, ଭଗବାନଙ୍କ ଦ୍ୱାରା କୁହାଯାଇଥିବା ଗୋଟିଏ ମହାନ ଗ୍ରନ୍ଥ ଅଟେ। ଆପଣ ବୁଝିଲେ ମୁଁ ଖୁସି ହେବି। ହରେ କୃଷ୍ଣ।